ଆମେ ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର କାରଣ ହେଲା ମେ 13 ରେ ଚରମ୍ପାରେ ଜବରଦଖଲ ଉଚ୍ଛେଦ ହେଇଥିଲା, ଆମେ ଯୋଉଟାକୁ ସ୍ୱାଗତ ଜଣେଇଥିଲୁ। ହେଲେ ଡିମାର୍କେସନ ଲାଇନ ପରେ ଆସିକି 14 ତାରିଖ ଦିନ ଜୋର ଜବରଦସ୍ତି ଆମ ଅନୁପସ୍ଥିତିରେ ସରକାରୀ ଲୋକ ପ୍ରଶାସନର ଲୋକ ଆସିକି ଆମ ନିଜସ୍ୱ ଜାଗା ଯୋଉଟା କି ବହୁତ ପୁରୁଣା ଘର 60-65 ବର୍ଷର ଘର ସେଇଟାକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। କୋଉ ଦିନ ଭାଙ୍ଗି ଦେଇଥିଲେ? ଏଇଟାକୁ ମେ 14 ରେ ଭାଙ୍ଗିଛନ୍ତି। ମେ 13 ରେ ଏଭିକ୍ସନ ଷ୍ଟାର୍ଟ ହେଇଥିଲା। ପ୍ରଥମେ ମେ 13 ରେ ଆସିକି ଭାଙ୍ଗିଥିଲେ, ତାପରେ ପୁଣି ଆସିକି ମେ 14 ରେ ଭାଙ୍ଗିଛନ୍ତି। ଆମେ ସେ କଣ କଲେ? ତହସିଲ କଣଟା ଭାଉଲେସନ କରୁଛି ବୋଲି ଆପଣ ଭାବୁଛନ୍ତି? ନାଇଁ, ମୁଁ ସେଇଟା ପଚାରିବାକୁ ଚାହୁଁଛି, ଯଦି ମେ 13 ରେ ଆପଣ ଗୋଟେ ଡିମାର୍କେସନ ଲାଇନ ପକେଇଲେ ଆଉ ସେଇ ହିସାବରେ ଭାଙ୍ଗିଲେ, ମୁଁ ଯେ 14 ରେ ଆସିକି ଭାଙ୍ଗୁଛନ୍ତି, ଆପଣଙ୍କୁ ପଚାରିବାକୁ ଚାହୁଁଛି ତହସିଲକୁ ପ୍ରଶାସନକୁ, ତାହେଲେ କଣ ଆପଣ ଯୋଉ 13 ରେ ଯୋଉ ଡିମାର୍କେସନ ଲାଇନ ଦେଇଥିଲେ ଏଇଟା କଣ ଭୁଲ? ଯଦି ସେଟା ଠିକ ତାହେଲେ କଣ ଆପଣ 14 ରେ ଘର ଜଣଙ୍କର ମାନେ ଆମ ନିଜସ୍ୱ ଜାଗାରେ ଯୋଉ ଘର ଭାଙ୍ଗିଲେ ସେଇଟା କଣ ଠିକ ନା ସେଇଟା ଭୁଲ? କଣ ଆପଣ ଚାହୁଁଛନ୍ତି? କାହାକୁ ଭେଟିଲେନି କିମ୍ବା କଣ କାର୍ଯ୍ୟାନୁଷ୍ଠାନ? ଆମେ ଚେଷ୍ଟା କରିଥିଲୁ ମାନ୍ୟବର କଲେକ୍ଟରକୁ ଦେଖା କରିବା ପାଇଁ, ଆଉ ଦେଖା ହେଇପାରୁନଥିଲା। ଆମେ ଯାଇ ଅପେକ୍ଷା କରିଥିଲୁ। ଆମ ଘର ଭଡାଟିଆ ମଧ୍ୟ ଯାଇଥିଲେ ଆମ ସହିତ, ଆମେ 20-25 ଜଣ ଯାଇଥିଲୁ, କିନ୍ତୁ ଭେଟ ହେଇପାରୁନଥିଲା। ହେଲେ ଆମେ ଗୋଟେ ନୋଟିସ ପଠେଇଛୁ ମ୍ୟୁନିସିପାଲିଟିକୁ। ଏଇଟା ବୋଧେ ଶନିବାର ୟା ଶୁକ୍ରବାର କଥା। ଆପଣ ଯୋଉ ବ୍ୟକ୍ତିମାନ ସମ୍ପତ୍ତି ଯୋଉ କହୁଛନ୍ତି ଭାଙ୍ଗିଛି ବୋଲି, ତାର କିଛି ଆପଣଙ୍କର କ୍ଷତି ଆପଣଙ୍କର ଯୋଉ ଘର ଗୁଡା ଥିଲା ବ୍ୟକ୍ତିଗତ ଭାବେ ନିଶ୍ଚୟ କ୍ଷତି ହେଇଛି, ଯେହେତୁ ଏତେ ପୁରୁଣା ଘରଟି ଥିଲା, ଆମର ଜଡିତ ଥିଲୁ ଆମେ ସେ ଘର ସହିତ। ସେଇଟା ସେଇ ଘରଟି ଭାଙ୍ଗିଛନ୍ତି। ତା ସହିତ ପଛପଟେ ଆମର ଯୋଉ ଭଡାଟିଆ ମାନେ ଥିଲେ ସେମାନେ ତାଙ୍କର ଷ୍ଟକ କିଛି ନେଇକି ରଖିଥିଲେ, ଯେତେବେଳେ ସାମ୍ନା ଘର ଭାଙ୍ଗି ଯାଇଥିଲା ସେଇଟା ମଧ୍ୟ ବହୁତ ଭାବରେ ସେମାନେ କ୍ଷତିଗ୍ରସ୍ତ ହେଇଛନ୍ତି। ନାହିଁ, ଆମେ ଉପସ୍ଥିତ ନଥିଲୁ। ଆଉ ଦ୍ୱିତୀୟ କଥା ହେଲା, ସେମାନେ ସନ୍ଧ୍ୟାବେଳେ ଭାଙ୍ଗିଛନ୍ତି, ଯୋଉଟା କି ଆଇନ ଯୁକ୍ତ ବି ନୁହଁ। ଯେହେତୁ ଆମର 13 ତାରିଖ ଦିନ ମାଇକରେ ଡାକିଲା ପରେ ଆମେ ସବୁ ଦୋକାନ, ଆମେ ଯେତିକି ଦୋକାନୀ ଭାଇ ମାନେ ଆମେ ପ୍ରିପେୟାର ହେଇନଥିଲୁ ଯେ ହଠାତ୍ ଭାଙ୍ଗିବ ବୋଲିକି। କିନ୍ତୁ ହଠାତ୍ ସେମାନେ କଣ କଲେ ନା ବୁଲଡୋଜର ଆଣିକି ଡାଇରେକ୍ଟ ଇଏ କଲେ। ଆମେ ସେଠୁ କଣ କଲୁ ନା ତରତର ହେଇକି ଯେତିକି ମେଡିସିନ ଯାହା ଥିଲା, ସେ ମେଡିସିନ ପ୍ରାୟ 15-16 ଲକ୍ଷ ଟଙ୍କା ଷ୍ଟକ୍ ଥିଲା ସାମ୍ନାରେ, ଆଉ ଗୋଡାଉନ ଘରେ ବି କିଛି ଥିଲା। ସେଠୁ କଣ କଲେ ନା ସେ ଆଗେ ସାମ୍ନାଟାକୁ ଭାଙ୍ଗିଲେ, କିଛି ବି ଆମେ ବାହାର କରିପାରିଲୁନି ମେଡିସିନ, ଯାହା ନଷ୍ଟ ହେଇଗଲା। ତାପରେ କିଛି ଯାହା ବି ସବୁ ଭାଙ୍ଗି ଗଲା ପରେ ଯାହା ପଛ ରୁମ୍ ଟା ଥିଲା ଗୋଡାଉନ ଟା, ତାକୁ ସେକେଣ୍ଡ ଟାଇମ ଆସି ସୂର୍ଯ୍ୟ ଅସ୍ତ ହବା ପରେ ମାନେ ସେମାନେ ଆସି ଫେରେ ଭାଙ୍ଗିଦେଲେ। ସେ ଫେରେ ତା ପରଦିନ 14 ତାରିଖ ଦିନ ଆମର ବହୁତ ଆସବାବପତ୍ର ଥିଲା, ପ୍ଲସ ଆମର ମେଡିସିନ ଯେତିକି ସବୁ ଭେରାଇଟି ମେଣ୍ଟେନ କରୁଥିଲୁ। ଆଉ 15-20 ବର୍ଷର ଦୋକାନ ଆମର।